ଭୁଲିଆସି କୁଆଁଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ 24 ପ୍ରହରୀ ନାମଯଜ୍ଞ। ଜଗତର ନାଥ ପ୍ରଭୁ ଜଗନ୍ନାଥ କଟିଅଡିଆଙ୍କ ମଉଡ଼ମଣି ସମସ୍ତଙ୍କ ପ୍ରିୟର ଠାକୁର ଘରେ ଘରେ ପୂଜା ପାଉଥିବା ବେଳେ ଅନେକ ସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣ କରି ପ୍ରିୟର ଠାକୁରଙ୍କୁ ପୂଜା କରୁଛନ୍ତି। ବଡ଼ ଠାକୁରର ନାମ ବୁଲାଉଥିବା ପ୍ରଭୁ ଜଗନ୍ନାଥ ଯେ ଆମ ପାଇଁ ଗର୍ବ ଆଉ ଗୌରବ ସହିତ ତାଙ୍କରି ନିର୍ଦ୍ଦେଶରେ ଧରା ପୃଷ୍ଠରେ ଶାନ୍ତି ପ୍ରତିଷ୍ଠା ହେଉଛି। ସୁଖରେ ବି ଜଗନ୍ନାଥ, ଦୁଃଖରେ ବି ଜଗନ୍ନାଥ। ପ୍ରତି ମୁହୂର୍ତ୍ତରେ ଜଗନ୍ନାଥ ନାମ ସ୍ମରଣ କଲେ ମହା ବିପଦ ହଟି ଯାଇଥାଏ। ସେହି ପ୍ରିୟର ଠାକୁର ପ୍ରଭୁ ଜଗନ୍ନାଥଙ୍କୁ ଖୁବ୍ ନିକଟରେ ପାଇ ପୂଜା କରିବାର ଉତ୍ସାହ ଲୋକମାନଙ୍କ ମନରେ ଉଙ୍କି ମାରୁଥିବା ବେଳେ ସମସ୍ତଙ୍କ ସହଯୋଗରେ ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ସମର୍ଥ ହୋଇଛନ୍ତି। ସେମିତି ଏକ ଭକ୍ତି ଓ ବିଶ୍ୱାସର ଜ୍ୱଳନ୍ତ ନମୁନା ଦେଖାଦେଇଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆସି କୁଆଁ ଗ୍ରାମଠାରେ। ଏହି ଗ୍ରାମରେ ଶ୍ରୀ ଶ୍ରୀ ପ୍ରଭୁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଏବଂ ମୂର୍ତ୍ତି ସ୍ଥାପନ କାର୍ଯ୍ୟକ୍ରମ ଖୁବ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଆଖପାଖ ଗ୍ରାମର ଅନେକ ଶ୍ରଦ୍ଧାଳୁ ଆସି ଯୋଗଦେବା ସହିତ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଉତ୍ସବ ମୁଖରିତ କରିଥିଲେ। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଶ୍ୱର କଲ୍ୟାଣ ଏବଂ ଗ୍ରାମର ମଙ୍ଗଳ ପାଇଁ ମହା ସମାରୋହରେ ଅଖଣ୍ଡ 24 ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏହି 24 ପ୍ରହରୀ ନାମଯଜ୍ଞରେ କର୍ତ୍ତା ଭାବରେ ବିବେକାନନ୍ଦ ମେହେର ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଶାନ୍ତିଲତା ମେହେର କାର୍ଯ୍ୟ ତୁଲାଇଥିଲେ। ପୂଜକ ଭାବରେ ନାରାୟଣ ପଣ୍ଡା ଏବଂ ଜପକ ଭାବରେ ତ୍ରିନାଥ ପଣ୍ଡା ଯଜ୍ଞର ରୀତିନୀତି ସହିତ ପୂଜାର୍ଚ୍ଚନା କରି ଯଜ୍ଞକୁ ଆଗକୁ ନେଇଥିଲେ। ଏହି ନାମଯଜ୍ଞରେ 14 ଗୋଟି ସଂକୀର୍ତ୍ତନ ଦଳ ଯୋଗଦେଇ ଖୁବ୍ ଉତ୍ସାହ ସହକାରେ ହରିନାମ ମହାମନ୍ତ୍ର ଗାନ କରିଥିଲେ। ଆକର୍ଷଣୀୟ ହରିନାମ ଗାନ ସହିତ ଝାଞ୍ଜ ମୃଦଙ୍ଗର ତାଳେ ତାଳେ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ଚତୁର୍ଦିଗରେ କମ୍ପମାନ ସୃଷ୍ଟି କରୁଥିଲା କେବଳ ହରିନାମ ମହାମନ୍ତ୍ରର ପବିତ୍ର ସ୍ୱର। ସେହି ପବିତ୍ର ସ୍ୱରରେ ସମସ୍ତେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ହଜିଯାଇ ଶୃଙ୍ଖଳାର ସହିତ ଦର୍ଶକ ହରିନାମ ଉପଭୋଗ କରୁଥାନ୍ତି। ଏହି ହରିନାମ ଯଜ୍ଞକୁ ଦେଖିବା ପାଇଁ ଯଜ୍ଞ ମଣ୍ଡପ ଚତୁଃପାର୍ଶ୍ୱରେ ପ୍ରବଳ ଜନଗହଳି ଦେଖିବାକୁ ମିଳିଥିଲା। ଏହି ନାମଯଜ୍ଞକୁ ଦେଖିବା ପାଇଁ ବହୁ ଦୂରଦୂରାନ୍ତରରୁ ଦର୍ଶକ ଛୁଟି ଆସିଥିବା ବେଳେ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ବହୁ ଦର୍ଶକ ଆସିଥିବା ଦେଖିବାକୁ ମିଳିଥିଲା। ଏହି ପରିପ୍ରେକ୍ଷୀରେ ନାମଯଜ୍ଞ କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିବା ବେଳେ ଖୁବ୍ ଉତ୍ସାହ ସହକାରେ ଦର୍ଶକ ଅନ୍ନ ଭୋଜନ ଗ୍ରହଣ କରିଥିଲେ। ଉକ୍ତ ନାମଯଜ୍ଞକୁ ସାଫଲ୍ୟମଣ୍ଡିତ କରିବା ପାଇଁ ଭୁଲିଆସି କୁଆଁ ଗ୍ରାମର ନାମଯଜ୍ଞ କମିଟିର ସଭାପତି ଚନ୍ଦୁଲାଲ ମେହେର, ଉପସଭାପତି ମୋହନ ଭୋଇ, ସମ୍ପାଦକ ହରିହର ମେହେର, ସହ ସମ୍ପାଦକ ଲିଙ୍ଗରାଜ ମେହେର, କୋଷାଧ୍ୟକ୍ଷ ପ୍ରେମାନନ୍ଦ ମେହେର, ରମେଶ ଚନ୍ଦ୍ର ମେହେର, ନବୀନ ମେହେର, ଶ୍ୟାମ କୁମାର ମେହେର, ଜଗତ ଶବର, ଦୁଷ୍ମନ୍ତ ଶବର, ବୀରେନ୍ଦ୍ର ମେହେର, କୁଳମଣି ମେହେର, ରାମନାଥ ମେହେର, ବିଜୟ ସୁନ୍ଦର ବାଗ, ଚନ୍ଦ୍ରଧ୍ୱଜ ମେହେରଙ୍କ ସହିତ ସଂକୀର୍ତ୍ତନ ଦଳ ଏବଂ ସମସ୍ତ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଖୁବ୍ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଭୁଲିଆସି କୁଆଁଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଏବଂ 24 ପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ନୂଆପଡ଼ାରୁ ଲୋକନାଥ ପଟେଲଙ୍କ ରିପୋର୍ଟ, এবি ନ୍ୟୁଜ।